ମିଥୁନ ରାଶି ଜୁଲାଇ ମାସ ରାଶିଫଳ। ଏ ମାସରେ ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତିକୁ ନିରୀକ୍ଷଣ କଲେ ଜଣାଯାଏ ମିଥୁନ ରାଶିଜାତ ବ୍ୟକ୍ତିଙ୍କ ପାଇଁ ଜୁଲାଇ ମାସ ମିଶ୍ରିତ ଫଳ ପ୍ରଦାନ କରିବ। କ୍ୟାରିୟର ଏବଂ ଆର୍ଥିକ କ୍ଷେତ୍ରରେ ଉତ୍ତମ ଫଳ ପ୍ରାପ୍ତ କରୁଥିବା ବେଳେ ବର୍ଦ୍ଧିତ ଖର୍ଚ୍ଚ ସାଙ୍ଗକୁ ପାରିବାରିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜୁଲାଇ ମାସରେ ମିଥୁନ ରାଶିଜାତ ବ୍ୟକ୍ତି କର୍ମକ୍ଷେତ୍ରରେ ପରିଶ୍ରମର ଉଚିତ ମୂଲ୍ୟ ପାଇପାରିବେ। ମାସର ପ୍ରଥମାର୍ଦ୍ଧରେ ତେଜୋଦୀପ୍ତ ରହିବା ସଙ୍ଗେ ସଙ୍ଗେ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରୁ ପ୍ରଚୁର ଅର୍ଥ ଉପାର୍ଜନ କରିପାରିବେ। ଆତ୍ମବିଶ୍ୱାସରେ ଭରପୁର ରହିବେ। ଯୌଥ ବ୍ୟବସାୟ କରୁଥିଲେ ଏ ମାସରେ ସହଯୋଗୀଙ୍କ ସହଯୋଗରେ ପ୍ରଚୁର ଭାବରେ ଲାଭାନ୍ୱିତ ହେବେ। ଚାକିରି କରୁଥିଲେ ମାସର ପ୍ରଥମାର୍ଦ୍ଧଟି ବେଶ ପ୍ରଶସ୍ତ ରହିବ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ ଏ ମାସରେ ପ୍ରଚୁର ଅର୍ଥ ଉପାର୍ଜନ କରିବାର ସୁଯୋଗ ରହିଛି, କିନ୍ତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଅର୍ଥ ଲଗାଣକାରୀ ବା ପୁଞ୍ଜି ବଜାରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଭଲ ଭାବରେ ପଢ଼ି ବୁଝି ଅର୍ଥ ନିବେଶ କରିବା ଦରକାର, ନଚେତ୍ କ୍ଷତିର ସମ୍ଭାବନା ରହିଅଛି। ଜୁଲାଇ ମାସର ପ୍ରଥମାର୍ଦ୍ଧରେ ମିଥୁନ ରାଶିଜାତ ବ୍ୟକ୍ତିଙ୍କର ପାରିବାରିକ ସ୍ଥିତି ଠିକ୍ ଠାକ୍ ରହୁଥିଲେ ମଧ୍ୟ 16 ତାରିଖ ପରେ ପରିବାର ଭିତରେ ଅସାମାନ୍ୟ ପରିସ୍ଥିତି ସୃଷ୍ଟି ହେବ। ଆପଣଙ୍କ କଥାକୁ କେନ୍ଦ୍ର କରି ପରିବାର ଭିତରେ ଝଗଡ଼ା ବା ଉତ୍ତେଜନା ସୃଷ୍ଟି ହୋଇପାରେ। ଦାମ୍ପତ୍ୟ ଜୀବନରେ ଝଡ଼ ଉଠିବାର ମଧ୍ୟ ସମ୍ଭାବନା ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ମିଥୁନ ରାଶିର ଦଶମ ଭାବରେ ଅବସ୍ଥିତ ଶନି କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରାଇ ହାଲିଆ କଲା ଭଳି ପରିସ୍ଥିତି ସୃଷ୍ଟି କରିପାରନ୍ତି। ରାଶି ଅଧିପତି ବୁଧ ଚର୍ମରୋଗ ସାଙ୍ଗକୁ ସ୍ନାୟୁବିକ ଦୁର୍ବଳତା ପ୍ରଦାନ କରିବାର ସମ୍ଭାବନା ମଧ୍ୟ ଦେଖାଯାଏ। ଜୁଲାଇ ମାସରେ ମିଥୁନ ରାଶିଜାତ ବ୍ୟକ୍ତି ଅଶୁଭତ୍ୱକୁ ଏଡ଼ାଇ ଶୁଭଫଳ ପାଇବା ନିମନ୍ତେ ମିଥୁନ ରାଶିର ଅଧିପତି ବୁଧ ମହାଗ୍ରହଙ୍କର ଆରାଧ୍ୟ ଦେବତା ଶ୍ରୀହରି ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ରଥାରୂଢ଼ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।